ତ ଦେଖନ୍ତୁ, ଯଦି ଆପଣଙ୍କର ପଟ୍ଟା ସବୁ ପୂର୍ବପୁରୁଷଙ୍କ ନାଁରେ ଅଛି ଏବଂ ସେମାନେ ମୃତ ଅଛନ୍ତି, ଯେମିତି ଆପଣ ବାପା, ଜେଜେବାପା, ଆଉ ଯଦି ତାଙ୍କ ନାଁରେ ପଟ୍ଟା ଅଛି ଏବଂ ବର୍ତ୍ତମାନ ସେ ମୃତ୍ୟୁବରଣ କରୁଛନ୍ତି, ତାହେଲେ ତାଙ୍କ ନାଁ କାଟିକି ଆପଣ ତାଙ୍କର ଯେତିକି ଉତ୍ତରାଧିକାରୀ ଅଛନ୍ତି ତାଙ୍କ ନାଁଟି କେମିତି ସଂଶୋଧନ କରିବେ ଦେଖିବା। ଦେଖନ୍ତୁ, ତାଙ୍କ ନାଁ ସଂଶୋଧନ କରିବା ପାଇଁ ଆପଣଙ୍କର ଦୁଇଟା ବାଟ ଅଛି। ଫାର୍ଷ୍ଟ ଦେଖନ୍ତୁ, RI ଅଫିସ୍। ଆପଣ RI ଅଫିସ୍ରେ ଆପଣଙ୍କର ଜରୁରୀ କାଗଜପତ୍ର ସବୁ ସବମିଟ୍ କରିପାରିବେ। ଯେମିତିକି ହେଇଗଲା ପଟ୍ଟା ଜେରକ୍ସ, ଯେତିକି ବି ଆପଣଙ୍କର ପଟ୍ଟା ଅଛି ସବୁ ଜେରକ୍ସ ସବମିଟ୍ କରିବେ। ଜେରକ୍ସ, ତାପରେ ଆଧାର କାର୍ଡ଼ ଜେରକ୍ସ, ଯେତିକି ଉତ୍ତରାଧିକାରୀ ଅଛନ୍ତି ତାଙ୍କୁ ଯେତିକି ଝିଅ ପୁଅ ତାଙ୍କୁ ସବୁ ଜେରକ୍ସ ଆଧାର କାର୍ଡ଼ ଦେବେ। ତାପରେ ଯଦି ଆପଣଙ୍କ ଡେଥ୍ ସାର୍ଟିଫିକେଟ୍ ଥିବ ତାହେଲେ ଡେଥ୍ ସାର୍ଟିଫିକେଟ୍ ମଧ୍ୟ ଦେଇପାରିବେ। ତାପରେ ଯଦି ଆପଣ ଲିଗାଲ୍ ହେୟାର୍ ଥିବ ତାହେଲେ ଲିଗାଲ୍ ହେୟାର୍ ମଧ୍ୟ ସବମିଟ୍ କରିପାରିବେ। ଲିଗାଲ୍ ହେୟାର୍ ସାର୍ଟିଫିକେଟ୍ ମଧ୍ୟ ସବମିଟ୍ କରିପାରିବେ। ସବମିଟ୍ କଲା ପରେ RI ସାର୍ କ'ଣ କରିବେ ନା ଫିଲ୍ଡ ଇନକ୍ୱାରି କରିବେ। ଯଦି ଆପଣ ସଠିକ୍ ତଥ୍ୟ ଦେଇଥିବେ ତାହେଲେ ସେ ତହସିଲଦାର ସାର୍ଙ୍କୁ ଫରୱାର୍ଡ଼ କରିବେ। ତହସିଲଦାର ସବୁ ଠିକ୍ ଥିବ ତାହେଲେ ଆପଣ ଯେଉଁ ପଟ୍ଟାଟି ଥିବ ସେଇଟାକୁ କରେକ୍ସନ୍ କରିଦେବେ ହେଲା। ଆଉ ଗୋଟେ ବାଟ ଅଛି, ଆପଣ ଘରେ ବସି ମଧ୍ୟ ଅନଲାଇନ୍ରେ ଆବେଦନ କରିପାରିବେ। ଅନଲାଇନ୍ରେ ଆବେଦନ କରିବା ପାଇଁ ଆପଣଙ୍କୁ ଓଡ଼ିଶା ରେଭିନ୍ୟୁ ସର୍ଭିସ୍.NIC.in ଯାଇକି ଗୋଟେ ଇନହେରିଟାନ୍ସ କେସ୍ ଆବେଦନ କରିବାକୁ ପଡ଼ିବ ହେଲା। ତ ଏଇଟା ଗୋଟେ କଥା ମନେ ରଖିବେ ଯେ ଆପଣ ଯଦି RI ଅଫିସ୍ରେ ସବୁ ଦସ୍ତାବେଜ ନେଇକି ଯିବେ ଆଉ ସମସ୍ତ ଡିଟେଲ୍ସ ଦେବେ, ତାହେଲେ ଏଇଟା ଆପଣଙ୍କର ଫ୍ରି ଅଫ୍ କଷ୍ଟରେ ହେଇଯିବ। ଏଠି କୌଣସି ଫି ଲାଗିବ ନାହିଁ। କିନ୍ତୁ ଆପଣ ଯଦି ଅନଲାଇନ୍ ଆବେଦନ କରୁଛନ୍ତି ତାହେଲେ ଏଠି ଆପଣଙ୍କୁ ଫି ଅନଲାଇନ୍ ପେମେଣ୍ଟ କରିବାକୁ ପଡ଼ିବ। ତ ଏମିତି ଆପଣ ଆପଣଙ୍କର ପଟ୍ଟା ଗୁଡ଼ା ସବୁ କରେକ୍ସନ୍ କରିପାରିବେ। ଥ୍ୟାଙ୍କ ୟୁ।